এই যুগরে কলি যুগরে এতে ହେଇପାରୁଛି ଏବଂ ଏତେ ଲୋକ ଏକାଠି ହେଇପାରୁଛନ୍ତି ଯେ ଜଣଙ୍କ ପାଖରେ କେଉଁ ଶକ୍ତି ଠାରୁ ତାଙ୍କ ପ୍ରତି ସଦା ଭକ୍ତି ଦେଇକି କାହିଁକି ଗୋଟିଏ ଉଦ୍ଦେଶ୍ୟ ରଖି ଯେ କାମକୁ ଆସିଛି ତାକୁ ଧରିକି ଜୀବନରେ ଚାଲିଛି ମୁଁ ଆଉ ଟିକେ ଟିକେ କରିଛି କିଛି କର୍ମ କରିଛି ଦେଖିଛି ତା ଜୀବନରେ ସମସ୍ୟାର ଚିହ୍ନ ଭଲ ରହି ମଣିଷ ସମସ୍ୟା ଏତେ ସମସ୍ୟା ଆସେ ଯାହାକୁ ଶୁଣିଲା ଆମକୁ ଆଶ୍ଚର୍ଯ୍ୟ ଲାଗେ ଆମେ ନିଜେ ସମସ୍ୟା ସୃଷ୍ଟି କରୁ ଏବଂ ଆମେ ତାର ସମାଧାନ କରିପାରୁନୁ କିନ୍ତୁ ସେ ଥିଲେ ଏପରି ବ୍ୟକ୍ତିତ୍ୱ ଏପରି ଯାହାକୁ ନେଇ ମଣିଷ ଯାହାଙ୍କର ଚଳନୀରେ ଚାଲି ଜୀବନଟାକୁ ଈଶ୍ୱର ଉପରେ ପ୍ରତିଷ୍ଠା କରି ଯଦି ତାଙ୍କୁ ନେଇ ଚାଲେ ତାର ସମସ୍ୟାର ଚିହ୍ନ ଭଲ ବି ରହିଲା। এই কথাটা সেদিন আমেরিকার গোটে কলেজরে স্পিচ দেওয়া বেড়ে সৎসঙ্গে জৈনিক রীতি মহাশয় যেতবে কহিলে 45 মিনিটস পরে সরিগলা পরে সবু সলা পরে যেতবে একাকি বসନ୍ତି সেতবে চান্সেলর কহিলে ইয়ে পচার লাগ বেড়ে এই যে সৎসঙ্গর আলোচনা হল আপনার কেমিটি লাগিলা না খুব ভাল লাগিলা কিন্তু আপনার শেষ কথাটা আদৌ মতো ভাল লাগলানি এবং আমার কাহাকে মতো ভাল লাগলা কারণ সে কথাটা না সে কথাটা হচ্ছে কোন না আপনার গোটে মিছ কথা কহিবে না মতো জমা মিছ কহে না ମୁଁ କେମିତି ମିଛ କହିବି ମିଛଟା ଏହା ଆପଣ କହିଲେ ସକାଳ ସମସ୍ୟାର ସମାଧାନ ଜାରି ସାହିତ୍ୟ ପ୍ରତିଷ୍ଠା ଏଇ ପଦରେ କହିଲେ କି ନା ଗୋଟିଏ ଲୋକର ଗୋଟିଏ ସମସ୍ୟା ନୁହେଁ 5ଟା ସମସ୍ୟା ଥାଇପାରେ ଗୋଟିଏ ଲୋକଙ୍କର କୋଟି ସମସ୍ୟା ଆପଣ ଏକ ପଦରେ କହିଲେ ଯେତେବେଳେ ଗୋଟେ ସ୍ୱାମୀ ତା ସ୍ତ୍ରୀର ସମସ୍ୟା ଦୂର କରିପାରୁନି ଭାଇ ଭଉଣୀର କଥା ବୁଝିପାରୁନି ଆଜି ପଡ଼ିଶାର କଥା ବୁଝିପାରୁନି ସେଠି ସେ ଜଣେ ଏମିତି କିଏ ଯାହାକୁ ଧରିଲେ ସକଳ ସମାଧାନ ହେଇଯିବ এটা মিছ না এটা কেবে মিছ নୁହେଁ ଏହା ସତ୍ୟ ନା ଆପଣ এটা କିଛି ପ୍ରମାଣ ଦେଇପାରିବେ ନା କୋଟି ଗୋଟେ ପ୍ରମାଣ ଅଛି ନା ଆପଣ ଗୋଟିଏ ନିଅନ୍ତୁ এটা ଭାବେ କହିଲେ ରେଟିକ ମହାଶୟ କହିଲେ ଜାନସର ସାହେବ ଆପଣ କ'ଣ ଖାଇବାକୁ ଭଲ ପାଆନ୍ତି ନା ମୁଁ ଜୁସ୍ ଖାଇବାକୁ ଭଲ ପାଏ ଆପଣ ଏଇ ଜୁସ୍ଟା କ'ଣ ଘରେ ଖାଆନ୍ତି ନା ବାହାରେ ଖାଆନ୍ତି କାହିଁକି ବାହାରେ ଖାଇବି ମୋର ୱାଇଫ ସୁନ୍ଦର ଜୁସ୍ ବନାଏ ଏମିତି ପୃଥିବୀରେ କେହି ନାହିଁ ତାଠୁ ଭଲ କହିପାରିବେ ନା ଆପଣ ମନେକର ଦିନେ ଖାଇଲେ ଦେଖିଲେ ଜୁସ୍ଟା ଖରାପ ହେଇଛି ନା ସମ୍ଭବ ନୁହେଁ ନା ମୁଁ କହୁଛି ମନେକର ଖରାପ ହେଇଛି ଆପଣ କ'ଣ କହିବେ ମୁଁ ତତ୍କ୍ଷଣାତ୍ ଡାକି କହିବି ସବୁଦିନ ଏତେ ସୁନ୍ଦର କି କର ଆଜି ଖରାପ କର এই ଉତ୍ତରରେ ଆପଣ ୱାଇଫ କ'ଣ କହିବେ ନା ସେ କହିବେ କେବେ ଖରାପ ହେଇଯାଇଥିବ ମୋତେ ଚାଖିବାକୁ ଦେବ ଆପଣ କ'ଣ କହିବେ ନା ଚାଖିବାକୁ ଦେବି ହଠାତ୍ ଚାଖିଦେଲେ ଚାଖି ଦେଇକି ୱାଇଫ କହିଲେ ଯେ ଓହୋ ଏଟା ଲୁଣ ତ ପଡ଼ିନି ଆଉ ଲୁଣ ପଡ଼ିନି ଟିକେ ଲୁଣ ଆଣିକି ଧୋଇଦେଲେ ଖୁବ୍ ଟେଷ୍ଟ ହେଲା ନା ଏ କଥାଠାରେ সকল সমস্যার সমাধানের কোন কথা এটা নীতি মাস কহিলে এই সে করে জানিনଥିଲେ ଲୁଣ ପଡ଼େ ବୋଲି ନା ହଁ ତାହେଲେ କେମିତି ପକେଇଲେ ତା ଭୁଲିଗଲେ ଅନ୍ନମସ୍କ ଥିଲେ ଆପଣ ଗାଡ଼ି ଚଲେଇକି ଅନ୍ନମସ୍କ ହେଇକି ହଠାତ୍ ଏଇ ରାସ୍ତାରେ ସେ ରାସ୍ତା ପଳେଇବେ ଆକ୍ସିଡେଣ୍ଟ ହବନି ଆଜି ଗୋଟି ଗୋଟି ଆକ୍ସିଡେଣ୍ଟ ହେଉଛି এই ଅନ୍ନମସ୍କ ବି ହେଉଛି ଆପଣ ହଠାତ୍ ମୋର ୱାଇଫ ବୋଲିକିରି ଆଉ ଜଣଙ୍କ ୱାଇଫ ମୋର ବୋଲି ହାତ ଧରି ପକେଇବେ ସେଠି ଅଘଟଣ ହବନି ନା ହବ ଏମିତି 10ଟି କଥା କହିବେ ନା ଠାକୁରଙ୍କୁ ଛାଡ଼ିଲେ କ'ଣ ହବନି କାହିଁକି ନା କାହିଁକି ହବନି এই যে মনটা অস্থির মন মনে ভুলে যাচ্ছে কହୁଛୁ ଏ ମନ ଭୁଲିବେ ସ୍ଥିର ସ୍ୱର ରହେ ମଣିଷ କେବେ ହେଲେ ଭୁଲି ପାରିବନି ଯେତେବେଳେ ଯାହା କରିବା କଥା ତାହା ହିଁ ଠାକୁର ଦେଇଥିଲେ এবং সেদিন ମଧ୍ୟ অনেক দীক্ষা ହେଇଥିଲା ମୋର କହିବା କଥା ବେଶୀ ସମୟ ନେବିନି ଯିଏ ଆସୁଛନ୍ତି ସମସ୍ୟା ନଥିଲେ କେହି ଆସନ୍ତିନି ଯେମିତି ଅନ୍ଧାର ଥିଲେ ଆଲୋକ ନିମନ୍ତ୍ରଣ କରାଯାନ୍ତା ଯେତେବେଳେ ରାତି ଆସିଯିବ ସେତେବେଳେ ଘରେ ଆଲୋକ ଜଳାଏ କାହିଁକି
ନା ଅନ୍ଧାର ଦୂର କରିବା ପାଇଁ। ତେଣୁ ଏ ସମାଜରେ ଯିବା ପାଇଁ ତେଣୁ ସେଇ ଅନେକ ଦିନ ଦେଖିବା ପରେ ମୁଁ ଗୋଟିଏ ଛୋଟିଆ କଥା ମୋ ଜୀବନରେ କହିକି ରଖିବି। ବହୁତ ପୂର୍ବରୁ ଦୀକ୍ଷା ନେଇଥିଲି, ଜୀବନରେ ସମସ୍ୟା କ'ଣ ଜାଣିନି, ବାପା ମାଆଙ୍କୁ ନେଇକିରି ମୁଁ ଏକୁଟିଆ ଜୀବନ ବର୍ଷା ପିତାମାତା ମୁଁ ନେଇକି ଜୀବନ ସେଇଭଳି ମୁଁ କେବେ ଅନୁଭବ କଲି ସମସ୍ୟା। କିନ୍ତୁ ଯେତେବେଳେ ହାତକୁ ଦି ହାତ ହେଲି ଆଫ୍ଟର ମ୍ୟାରେଜ ପ୍ରଥମେ ସମସ୍ୟା ଅନୁଭବ କଲି। ଏ ସମସ୍ୟା ଏଇଭଳି ଥିଲା, ଯେତେବେଳେ ଦୀକ୍ଷାଦାତା ବସେଇକିରି ମୋ ୱାଇଫ୍ କହିଲେ ଦୀକ୍ଷା ଦେବାକୁ ଏବଂ କାଗଜରେ ଲେଖା ସରିନି, ଲେଖା ସରିଲା ପରେ ମଧ୍ୟ ମୋ ୱାଇଫ୍ କହୁଛି ଯେ ଆପଣଙ୍କର ଦୀକ୍ଷା କ'ଣ ଜବରଦସ୍ତି ଦିଆଯାଏ? ମୁଁ ତ ନେଇକରି ଚାହୁଁଛି, ଆପଣ କାହିଁକି କରିଦେବେ? ଏଇଗୁଟାକୁ ମୋତେ ଏତେ ବାଧା ଦେଲା। ବୟସ୍କ ଲୋକ ବୁଢ଼ା ଲୋକ ସେ ମୁଁ ତାଙ୍କ ହାତ ଧରି ଅନୁରୋଧ କରିବି ଆପଣ ଉଠି ଆସନ୍ତୁ। ମୁଁ ଯଦି ଠାକୁରଙ୍କୁ ଧରିଥାଏ, କଥାରେ ଅଛି ବିନା ଆସେ ନବଦନ୍ତି କବିତା ବୋଲି ଚାଲୁତା, ଇଏ କ'ଣ ମୋର ସ୍ତ୍ରୀ ହେଇକିରି ମୋତେ ଆଶା ନବେ ରହିଯିବ? ରହିବନି। ମୁଁ ଯଦି ଠାକୁର ନେଇକି କିଛି ଅନୁଭବ କରୁଥାଏ, ଦିନେ ସେ ଅନୁଭବ କରିବ ଏବଂ ସେଇ ନଦୀ ଖାବ। ଏଇ ପଦାରେ କଥା ରହିଲାନି। ଦୁଇ କଥା ଠାକୁର କହିଛି ଇଭ୍ରି ସାଉଣ୍ଡ ରିଚ୍ ଟୁ ମି। এই সংবাদটা মধ্যে ঠাকুর কালি পৌঁছলা। মাত্র 15 দিন পরে আমি শ্বশুরঘরକୁ ଆସିଲି। ଆସୁଛୁ ସେ କହିଲେ ମୁଁ ବି ଏତେ 11টাରେ 9টাରେ ବସ୍ ଯିବା ସାରଙ୍ଗରୁ ନା ଗୋଟେ ଅଟୋ ଆସୁଛି 8টাରେ ମୁଁ ବାରମ୍ବାର ମନା କଲି। ଏ କହିଛି ଠିକ୍ ଅଛି ଆମେ ଚାଲ ଯିବା। ବାଟରେ ଡେରି ହେଲା, ଲେଟ୍ ହେଲା। ଧନ୍ୟବାଦ ଜଣଙ୍କ ସାଙ୍ଗରେ ଚନ୍ଦ୍ରଶେଖର ସାହେବ ଥିଲେ, ଦେଖା ହେଇଗଲା। କହିଲେ କ'ଣ ଲାଗିବ ପୁରୀ ଠାକୁର ଆଣି ଯିବ, ମୁଁ ସବୁକୁ ଆଲୋଚନା କରିକି 15 ମିନିଟ୍ ସମୟ ନେଇଗଲି। ଠିକ୍ ମୁଁ ଯେତେବେଳେ ବନ୍ଧ କରୁଛି ସେତେବେଳେ ସେ ଅଟୋ ଛାଡ଼ିଲା। ଅଟୋ ଛାଡ଼ିଦେଲା ପରେ ହଠାତ୍ ମୋର ୱାଇଫ୍ ମତେ କହିଲେ ତୁମେ ତ ସବୁବେଳେ ଠାକୁର ହଉ ନା, ଠାକୁର ଚାଲିଗଲେ। ମୁଁ ଠିକ୍ ଅଛି, ଠାକୁର ଚାଲିଗଲେ ଆଉ ମତେ କହିଲେ ଏ ଗାଡ଼ିରେ ଉଠୁ। ଠାକୁର ଚାଲିଗଲେ ଏବଂ କହିଲେ ଏ ଗାଡ଼ିରେ ଉଠୁନା। ବେଶୀ ସମୟ ଗଲାନି, ଏଇ ବ୍ରିଜ୍ ଉପରୁ ସେଟା ଖସି ପଡ଼ିଲା। ଖସି ପଡ଼ିକି 2 ଜଣ ଏକ୍ସପାୟାର ହେଲେ, ଆଉ 3 ଜଣ 4 ଜଣ ଡାକ୍ତରଖାନା ଗଲେ। ଦୌଡ଼ିକି ଗଲୁ, ଆମେ ଦେଖିଲୁ ଏଇ ଦୃଶ୍ୟ। ତାପରେ ପରବର୍ତ୍ତୀ ବସ୍ରେ ଆମେ ଓହ୍ଲେଇଲୁ। ହେଲେ ବସ୍ଷ୍ଟାଣ୍ଡରେ ଓହ୍ଲେଇଲୁ, ଯେଟା ବସ୍ଷ୍ଟାଣ୍ଡ ଶ୍ୱଶୁର ବସେଇଛୁ ଓହ୍ଲେଇଲୁ। ସେ କହିଲା ରିକ୍ସା ବସେ ଯିବା ନା, କାହିଁକି ଶ୍ୱଶୁର ରିକ୍ସାରେ ବସିବା ନା, ଦୁଇ ହେଇକି ଯିବା କାରଣ ନାଇଁ ଆମେ ଠାକୁର ବାଡ଼ି ଯିବା। ଲଙ୍କା ହରିଶବ୍ଦ ତାର ଠାକୁର ଆଗେ ପହଞ୍ଚିଲୁ। 50 ଟଙ୍କା ଲୋକେ କାହିଁକି ଜୀବନ ମୋର କହିବାର ତାତ୍ପର୍ଯ୍ୟ ହେଉଛି ଏଇଟାକୁ ଆନାଲିସିସ୍ କରିବାକୁ ଚାହେଁ ଯେ ତାହୁଁ ଥାନା ଭାବୁନି ସେ ନେଲା କାହିଁକି ସେ ଜାଣିଥିଲା। ମୁଁ ଦେବଦେବତା କହୁଛି ବହୁତ ମୃତ୍ୟୁ ମୋ ଘରେ ମୋର ନିଜେ ବହୁତ କଥା ପାଣି ଯାଉଛି, ବହୁତ କଥା କହିବି କଥା ଯୋଉଟା ଠାକୁରେ ଦେବଦେବତା ବହୁତ ବୁଝୁଛି, ସେ ତ ସବୁ ନେଇକି ପାରିବିନି। ତାକୁ ନେଇକିରି ତାର ସେମିତି କିଛି ବିଶେଷ ଅନୁଭବ ନଥିଲା। ସେ ଜାଣିଲା ଯେ ମୋର ପ୍ରତି ଯଦି ଗୁରୁ ନ ଧରିଥାନ୍ତେ, ମନା ନ କରିଥାନ୍ତେ, ପାଳନ ନ କରିଥାନ୍ତେ, ତାହେଲେ ଆଜି ମଧ୍ୟ ଆମେ ଟିକେ ଆକ୍ସିଡେଣ୍ଟରେ ପଡ଼ିଥାନ୍ତେ। ତାହେଲେ ସେ ଏମିତି ଚିନ୍ତାରେ ବସିଛି ଏବଂ ଏମିତି ଶକ୍ତିମାନ ସମସ୍ତଙ୍କୁ ରକ୍ଷା କରିପାରନ୍ତି। ମଣିଷ ବଞ୍ଚିବାକୁ ଚାହେଁ, ବଢ଼ିବାକୁ ଚାହେଁ। ତେଣୁ ଏହି ଆଭାସ ପାଇବା ପରେ ଶିକ୍ଷା ଗ୍ରହଣ କଲା ଏବଂ ଜୀବନରେ ମୋର ସେଇ ଯେଉଁ ନାଟକ ଆରମ୍ଭ ହେଲା। ତାପରେ ଚ୍ୟାଲେଞ୍ଜ ଲାଇଫ୍ ଆରମ୍ଭ ହେଲା ଯେ ମୋ ହାତ ଧରିକି ମୋର ଯେ ସହଧର୍ମୀ ମୋ ସାଙ୍ଗରେ ଯିବ ନ ଯାଇଥାନ୍ତା, ତାହେଲେ ମୁଁ ଆସିପାରିନଥିଲି। ମୁଁ ସତ୍ସଙ୍ଗରେ କହେ ଯଦି ଏପରି ସ୍ଥିତି ମୁଁ ନ ପାଇଥାନ୍ତି, ତାହେଲେ ମୁଁ ଆଜି ଘୂର୍ଣ୍ଣନ ଭଳିଆ ସକାଳ 8ଟାରୁ ରାତି 12ଟା ଗୋଟେ ଫୁଲ ବୁଲଉଥିଲି। କାଲି ଆସିଥିଲି ତ 7ଟାରୁ ରାତିରେ ରହି ଶୋଇକି ହେଇଗଲା। ମୁଁ ଚିନ୍ତା କଲି ଘରଟା କ'ଣ ହବ। ମୁଁ ଜାଣିଛି ଠିକ୍ କନଫିଡେନ୍ସ ଏବଂ ସେ ଶକ୍ତି ଠାକୁର ଦେଇଛନ୍ତି। ବଡ଼ ପିତା ଚରଣ ତଳେ ଆଉ ସମୟ ନେଉନି, ମୁଁ ପ୍ରାର୍ଥନା କରୁଛି ଏଇ ଯେଉଁ ଆହ୍ୱାନ ଆସିଛି ଆଗକୁ ଶ୍ରୀ ଆଚାର୍ଯ୍ୟଙ୍କର ଆମେ ଠାକୁରଙ୍କୁ ଦେଖିଲୁ, ବୁଝିଲୁ, ଜାଣିଲୁ, କେହି ମଧ୍ୟ ଜାଣିନୁ। କିନ୍ତୁ ଅନ୍ତତଃ ପକ୍ଷେ ତାଙ୍କର ଆବର୍ତ୍ତମାନରେ ଶ୍ରୀ ବର୍ଦ୍ଧନକୁ ଦେଖିଲେ ବହୁତ ଲୋକ ଏବଂ ତାଙ୍କର ଆବର୍ତ୍ତମାନରେ ଶ୍ରୀ ଦାନଙ୍କୁ ଦେଖିବେ ଏବଂ ବର୍ତ୍ତମାନ ଆଚାର୍ଯ୍ୟଙ୍କୁ ଦେଖୁଛନ୍ତି। ତାଙ୍କର ଯେଉଁ ଆହ୍ୱାନ ଆମକୁ ସେ ଆହ୍ୱାନ ହେଉଛି ମଙ୍ଗଳର ଆହ୍ୱାନ। ଯେଉଁ କଥା ଆମର ଲେଖା ଅଛି ଯେ ଆମେ ଯଦି ମଙ୍ଗଳ ଚାହୁଁ, ଅପରର ମଙ୍ଗଳ କାମନା ହିଁ ଆମ ମଙ୍ଗଳର ପ୍ରସ୍ତୁତି।
ଆମ ମଙ୍ଗଳ ଆରମ୍ଭ ବସେଇଛି। ମୁଁ ଯେତେବେଳେ ଅପରର ମଙ୍ଗଳ କାମନା କରିବି, ସେ କାମନାର ଅର୍ଥ ହେଉଛି ଯେ ମୁଁ ଖାଲି କାମନା କଲେ ତୋର ମଙ୍ଗଳ ହେବନି, ତା ପାଇଁ ମୋତେ କିଛି କରିବାକୁ ପଡ଼ିବ। ତେଣୁ ଯିଏ ଯାହାର ମଙ୍ଗଳ ଚାହେଁ ତା ବି କରେ, ଯେମିତି ପରିବାର ବି କରେ। ତେଣୁ ଆମେ ଯଦି ଅନ୍ୟକୁ କରିବାକୁ ଯିବା ତାହେଲେ ତା ଭିତରେ ଆମର ମଙ୍ଗଳ ନିଶ୍ଚିତ ଅଛି। ତେଣୁ ସେଥିପାଇଁ ଆଶାଙ୍କର ଆହ୍ୱାନ କିଛି ଦିଦି ଠୁଆର ଭରପୁର ଯାଅ, ପ୍ରତି ଘରେ ପହଞ୍ଚ, ତା ସୁଖ ଦୁଃଖରେ ସାଥୀ ହୁଅ ଏବଂ ତାକୁ ଅନୁପ୍ରାଣିତ କର ଏବଂ ଘିରି ଆସ। ସେମାନେ ଯେ ଅନ୍ଧକାର ଭିତରେ ଅଛନ୍ତି, ସେମାନେ ଯେ ଆଲୋକ ପାଉନାହାନ୍ତି, ବହୁ ସମସ୍ୟା ବିରକ୍ତ ହୋଇ ଅଛନ୍ତି। ମୁଁ 12-13 ବଜାର ଦେଖାଇ ଦେଇକି ଦେଖିଛି ଯେଉଁ ଘର ଯେଉଁ ଅବସ୍ଥାରେ ଅଛନ୍ତି, ମୁଁ ଡିପି ବୋଲି କହୁନି, ମୁଁ କହେ ଡିପ୍ରେସନ ବିପୁର ବୋଲିଟା କହୁଛି। ଏତେ ଡିପ୍ରେସନ ଅଛନ୍ତି, ଏବେ ଅସୁବିଧାରେ ଅଛନ୍ତି, ଯାହାର ବର୍ଣ୍ଣନା କରିବା ସମୟ ନାହିଁ। ଆଜି ପ୍ରାର୍ଥନା ସମସ୍ୟା କରୁଛି, ଯଦି ଆମେ କିଛି ବୁଝିଥାଇ, ଆମେ ଯଦି ଆଲୋକ ପାଇଥାଇ, ଯେମିତି ଗୋଟେ ମଦୁଆ 5 ଜଣ ମଦୁଆକୁ ଭିଡ଼ି ଆସେ, ଯେମିତି ଗୋଟେ ଗଞ୍ଜର 5 ଜଣ ଗଞ୍ଜର ଭିଡ଼ି ଆସେ, ସେମିତି ଆମର ଯଦି ଟାଣ ଅଛି, ଆମେ ଯଦି ଟାଣ ଅଛି ତାଙ୍କ ପ୍ରତି, ତାହେଲେ ଆମେ ମଧ୍ୟ ଚାହିଁଲେ ଘିରି ଆସେ ପଡ଼ିବା। ଠାକୁର ଯୁଗ ଠାକୁର କହୁଛନ୍ତି ଗୋଟେ ପାଗଳା କୁକୁର ଯାହାକୁ କାମୁଡ଼େ ସେ ପାଗଳା ହେଇଯାଏ। ତୁ କ'ଣ ମୋ ପ୍ରେମରେ ପାଗଳ ହେଇପାରିବୁନି? ତୁ ଯଦି ପାଗଳ ହବୁ, ତୁ ଯାହା କାମୁଡ଼ିବୁ ସେ ମଧ୍ୟ ପାଗଳ ହୋଇଯିବ। ଆସନ୍ତୁ ସେଇ ପର୍ବଟା ତଳେ ପ୍ରାର୍ଥନା କରୁଛି, ସମସ୍ତେ ଅନ୍ତତଃ ନିଜର ସେଇ ଯେଉଁ ତପସ୍ୟା, ଯେଉଁ ସାଧନା, ଆମେ ଯେଉଁ ପ୍ରବେଶ ସକାଳୁ କରୁଛୁ, ମୋ କ୍ରୋଧି ଅମାନି ନିରସ ଯେଉଁ କଥା କହୁଛୁ, ତାକୁ ଯଦି ପାଳନ କରିବୁ ତାହେଲେ ଆମର ଦ୍ୱନ୍ଦ୍ୱବୃତ୍ତି ହେବ ନାହିଁ। ଆମେ ଆଜି ତଳକୁ ଯାଉଛୁ କାହିଁକି? ଏଇ ଦ୍ୱନ୍ଦ୍ୱବୃତ୍ତି ସକାଶେ। ମୁଁ ଅକ୍ରୋଧୀ କହି ମଧ୍ୟ ଲାଗୁଛି, ମୁଁ ଅମାନି କହି ମଧ୍ୟ ମୋର ବହୁତ ବାହାର ଘଟୁଛି, ମୁଁ ନିରସ କହି ମଧ୍ୟ ଅଳସୁଆ ଅଛି, ସେଗୁଡ଼ା ମୋ ଭିତରେ ପ୍ରସ୍ଫୁଟିତ ହେଉନି। ମୁଁ ତାଙ୍କୁ ସାଙ୍ଗରେ ରଖି ଇଷ୍ଟପତି ଦେବା ପୂର୍ବରୁ ମୁଁ ଯେଉଁ ପ୍ରତିଜ୍ଞା ନେଉଛି ସେ ପ୍ରତିଜ୍ଞା ପାଳନ କରୁଛି। ତେଣୁ ଆଜିଠୁ ଅନ୍ତତଃ ଆଜି ଠାକୁରଙ୍କ ସାମ୍ନାରେ ପୁଣି ଥରେ ମନେ ମନେ ନିଜକୁ ଠିକ୍ କରିନେବା ଏବଂ ଆନନ୍ଦରେ ସମସ୍ତେ କହିବା, ହେ ପରମ ପିତା, ତୁମେ ମୋର ଜୀବନ ଜୀବନ ସାଥୀ ଥିଲ ଏବଂ ରହିବ। ମୁଁ ମୋତେ ଏଠିକି ଦୟା କର, ମୁଁ ଯେମିତି ତୁମକୁ ନେଇକି ଚାଲିପାରେ ଏବଂ ତୁମର ସେଇ ଜୀବନ କଥା, ତୁମର ଯେଉଁ ଆଚରଣ ମୋ ଭିତରେ ଫୁଟି ଉଠୁ। ଏହା ଉପରେ ସ୍ୱସ୍ତି ପାଇବ, ଶାନ୍ତି ପାଇବ, ଆନନ୍ଦ ପାଇବେ। ସମସ୍ତଙ୍କର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।